ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ଶ୍ରୀ ଜିଜିଙ୍କ ଚ୍ୟାନେଲରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେ ପ୍ଲସ୍ ଥ୍ରୀ ଫାର୍ଷ୍ଟ ସେମିଷ୍ଟରର ଯେଉଁମାନଙ୍କର ପ୍ଲସ୍ ଥ୍ରୀ ଫାର୍ଷ୍ଟ ସେମିଷ୍ଟରରେ ଜେନେରାଲ ଇଲେକ୍ଟିଭ୍ ବା ଜିଇ ଯେଉଁମାନଙ୍କର ପଲିଟିକାଲ ସାଇନ୍ସ ସେଇମାନଙ୍କ ପାଇଁ ଏଇ ଭିଡ଼ିଓଟି। ଓକେ, ଆମେ ପୂର୍ବରୁ ତିନିଟା ଭିଡ଼ିଓରେ ତିନିଟା ଲଙ୍ଗ କ୍ୱେଶ୍ଚିନ୍ ଆଲୋଚନା କରିଛେ ସେ ନାରୀ ଉପରେ। ଏଇଟା ଲାଷ୍ଟ କ୍ୱେଶ୍ଚିନ୍। ଓକେ, ଦେଖନ୍ତୁ, ଯେଉଁମାନେ ଭିଡ଼ିଓଟି ଦେଖିବା ପୂର୍ବରୁ ଯେଉଁମାନଙ୍କୁ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିବେ। ଓକେ, ଆଉ ମୋ ପ୍ଲେଲିଷ୍ଟରେ ସବୁ ଭିଡ଼ିଓ ଆଭେଲେବୁଲ୍ ଅଛି, ଯାଇକି ସେଠି ବି ମଧ୍ୟ ଦେଖିନେବେ। ଓକେ, ନାରୀବାଦର ଉପକାରିତା ଓ ଉପକାରିତା ବିଷୟରେ ବ୍ୟାଖ୍ୟା କର। ନାରୀମାନଙ୍କ ବିକାଶ ସାଧନ କରିବା ନାରୀବାଦର ଉଦ୍ଦେଶ୍ୟ ଅଟେ। ଆଧୁନିକ ଜଗତରେ ନାରୀବାଦ ଓ ନାରୀ ଆନ୍ଦୋଳନ ଦ୍ୱାରା ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ନାରୀମାନଙ୍କର ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି। ନାରୀବାଦର ଉପକାରିତା ଗୁଡ଼ିକ ହେଲା, ନାରୀବାଦ ନାରୀକୁ ଅବହେଳା, ଦୁର୍ବଳା ଭାବରେ ବିବେଚନା କରେ ନାହିଁ। ନାରୀବାଦୀମାନଙ୍କର ମତରେ ନିଜର ଓ ସମାଜର ପ୍ରଗତି ପାଇଁ ନାରୀର ସାମର୍ଥ୍ୟ ରହିଛି। ଈଶ୍ୱରଙ୍କ ସୃଷ୍ଟିରେ ନାରୀ ଓ ପୁରୁଷ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ, କାରଣ ଉଭୟ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ। ପୁରୁଷ ବିନା ନାରୀ ଓ ନାରୀ ବିନା ପୁରୁଷର ସ୍ଥିତି ଓ ବିକାଶ ଅସମ୍ଭବ ଅଟେ। ଦୁଇରେ, ନାରୀବାଦୀମାନଙ୍କ ମତରେ ଲିଙ୍ଗକୁ ଭିତ୍ତି କରି ମନୁଷ୍ୟ ମଧ୍ୟରେ ପାର୍ଥକ୍ୟ କରାଯାଇ ପାରିବ ନାହିଁ କି ଯୋଗ୍ୟତା ଓ କାର୍ଯ୍ୟ ମାପକାଠି ହେବା ଆବଶ୍ୟକ। ନାରୀବାଦର ଲିଙ୍ଗଭେଦ ଭାବରେ ଆସ୍ଥା ପ୍ରକଟ କରିଥାଏ। ନାରୀବାଦୀମାନଙ୍କ ମତରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନାରୀ ପାରଦର୍ଶିତା ଦେଖାଇ ଦେଇପାରିବ। ତିନିରେ, ପୁରୁଷ ପ୍ରଧାନ ସମାଜକୁ ନାରୀବାଦ ବିରୋଧ କରିଥାଏ। ପରମ୍ପରା ନାଁରେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ନାରୀ ପୁରୁଷଙ୍କ ଦ୍ୱାରା ଅବହେଳିତ, ଶୋଷିତ, ନିଷ୍ପେଷିତ ହୋଇଥାଏ। ସେଥିପାଇଁ ନାରୀର ସର୍ବାଙ୍ଗୀନ ବିକାଶ ପାଇଁ ନାରୀବାଦ ବିବାହ, ପରିବାର ଆଦି ଅନୁଷ୍ଠାନମାନଙ୍କୁ ପ୍ରତ୍ୟାଖ୍ୟାନ କରିଥାଏ। ନାରୀବାଦୀମାନଙ୍କ ସମାଜ ଓ ପରିବାରର ସଂଜ୍ଞା, ସ୍ୱରୂପ ଓ ସମ୍ପର୍କର ପୁନର୍ନିର୍ଦ୍ଧାରଣ ସପକ୍ଷରେ ଗୁରୁତ୍ୱ ଦେଇଛନ୍ତି। ଅର୍ଥନୈତିକ କ୍ଷେତ୍ରରେ ନାରୀର ନିର୍ଭରଶୀଳତା ନାରୀକୁ ଦୁର୍ବଳ କରିଛି। ବିବାହ ପୂର୍ବରୁ ନାରୀ ପିତା ଓ ବିବାହ ପରେ ସ୍ୱାମୀ ଉପରେ ଆର୍ଥିକ କ୍ଷେତ୍ରରେ ନିର୍ଭରଶୀଳ ହୋଇଥାଏ। ନାରୀବାଦୀମାନଙ୍କ ମତରେ ନାରୀର ବିକାଶ ପାଇଁ ଅର୍ଥନୈତିକ କ୍ଷେତ୍ରରେ ନାରୀ ସ୍ୱାବଲମ୍ବନଶୀଳ ହେବା ଆବଶ୍ୟକ। ଆଧୁନିକ ଯୁଗରେ ନାରୀ ସମାଜର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସ୍ୱାବଲମ୍ବନଶୀଳ ହୋଇପାରିଛି। ନାରୀକୁ ଗୃହର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ରଖିବା ଉଚିତ ନୁହେଁ। ବର୍ତ୍ତମାନ ପ୍ରତ୍ୟେକ କାର୍ଯ୍ୟରେ ନାରୀ ନିଜକୁ ନିୟୋଜିତ କରିଛି। ବିମାନ ଚାଳକ, ସେନାବାହିନୀ, ପର୍ବତାରୋହୀ, ନୌଚାଳନା ଆଦି କ୍ଷେତ୍ରରେ ମଧ୍ୟ ନାରୀ ପ୍ରବେଶ କରିଛି। ନାରୀବାଦର ସାମାଜିକ କୁସଂସ୍କାର ଗୁଡ଼ିକ ଉଚ୍ଛେଦ କରି ନାରୀର ବିକାଶ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। 6. ଇତିହାସକୁ ଅନୁଶୀଳନ କଲେ ଜଣାଯାଏ ଯେ ନାରୀ ପୁରୁଷ ଦ୍ୱାରା ଏକ କ୍ରୀଡ଼ନକ ବା ପଣ୍ୟ ଦ୍ରବ୍ୟ ଭାବରେ ବ୍ୟବହୃତ ହୋଇଛି। ନାରୀବାଦର ଆବିର୍ଭାବ ପରେ ଏହି ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି। ଏହା ନାରୀକୁ ବିଚାରବନ୍ତ ପ୍ରାଣୀ ଭାବରେ ପରିଚିତ କରିଛି। ନାରୀବାଦୀମାନଙ୍କ ମତରେ ନାରୀକୁ ଏକ ଯୌନ ବସ୍ତୁ ବା କ୍ରୀଡ଼ନକ ଭାବରେ ବ୍ୟବହାର କରାନଯାଇ ବୁଦ୍ଧି ଓ ବିବେକକୁ ମାନ୍ୟତା ପ୍ରଦର୍ଶନ କରି ରାଷ୍ଟ୍ରର ବିକାଶମୂଳକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ। ଆଧୁନିକ ଯୁଗରେ ନାରୀ ସମାନ ଅଧିକାର ଓ ସ୍ୱାଧୀନତାର ଅଧିକାରିଣୀ। ଅପକାରିତା, ନାରୀବାଦ ସମ୍ପୂର୍ଣ୍ଣ ଦୋଷମୁକ୍ତ ବୋଲି କୁହାଯାଇ ପାରିବ ନାହିଁ। ଏହାକୁ କେତେକ ଦୃଷ୍ଟିକୋଣରୁ ସମାଲୋଚନା କରାଯାଇପାରିବ। ସେଗୁଡ଼ିକ ହେଲା, ପ୍ରକୃତି ନାରୀ ଓ ପୁରୁଷକୁ ପୃଥକ୍ ପୃଥକ୍ ଭାବରେ ସୃଷ୍ଟି କରିଛି। ଉଭୟ ପରିପୂରକ ହୋଇପାରନ୍ତି କିନ୍ତୁ ସମାନ ନୁହେଁ। ଶାରୀରିକ ଗଠନ ଓ ଦକ୍ଷତା ଦୃଷ୍ଟିରୁ ଉଭୟ ପରସ୍ପରଠାରୁ ପୃଥକ୍ ଅଟନ୍ତି। ନାରୀମାନଙ୍କ ନିକଟରେ ଧୈର୍ଯ୍ୟ, ସହନଶୀଳତା ଓ ଦୟା ମନୋଭାବ ଅଧିକ ଥିବା ସମୟରେ ପୁରୁଷ ଶାରୀରିକ ଗଠନ ଦୃଷ୍ଟିରୁ ଶକ୍ତିଶାଳୀ ଅଟେ। ବହୁ ବିବାହ ବ୍ୟବସ୍ଥାଠାରୁ ଏକକ ବିବାହ 100 ଗୁଣ ଉତ୍ତମ ଅଟେ। ଆଧୁନିକ ଯୁଗରେ ବିଶ୍ୱରେ ପ୍ରାୟ ସମସ୍ତ ରାଷ୍ଟ୍ରରେ ଏକ ବିବାହ ବ୍ୟବସ୍ଥା ପ୍ରଚଳିତ ହୋଇଛି। ନାରୀବାଦର ପ୍ରବକ୍ତାମାନେ ପରିବାରର ବିଲୋପ ସାଧନ କାମନା କରନ୍ତି, କାରଣ ସେମାନେ ନାରୀର ଦୁର୍ଗତି ପାଇଁ ବିବାହ ପରି ସାମାଜିକ ଅନୁଷ୍ଠାନକୁ ଦାୟୀ କରିଥାନ୍ତି। କିନ୍ତୁ ଏହା ଭ୍ରମାତ୍ମକ ଅଟେ। ପରିବାରର
ଏକ ପ୍ରାକୃତିକ ଅନୁଷ୍ଠାନ ଏବଂ ସମାଜ ପାଇଁ ଏହା ମଙ୍ଗଳକାରୀ ଅଟେ। ସ୍ନେହ, ସଦିଚ୍ଛା, ପ୍ରେମ, ସହଯୋଗ, ସେବା, ତ୍ୟାଗ, ଆତ୍ମୀୟତା ଓ ସହନଶୀଳତା ଆଦି ଗୁଣ ପରିବାର ମଧ୍ୟରେ ବିକଶିତ ହୋଇଥାଏ। ପରିବାର ମଧ୍ୟରେ ଲାଳିତ ପାଳିତ ହୋଇ ଆଜିର ଶିଶୁ ଭବିଷ୍ୟତରେ ଏକ ସୁସ୍ଥ ଓ ସଚେତନ ନାଗରିକ ଭାବରେ ସମାଜରେ ଅଂଶଗ୍ରହଣ କରିଥାଏ। ପରିବାରକୁ ଶିଶୁର ପ୍ରଥମ ବିଦ୍ୟାଳୟ ଓ ମାଆକୁ ଶିଶୁର ପ୍ରଥମ ଶିକ୍ଷୟିତ୍ରୀ ଭାବରେ ବିବେଚନା କରାଯାଇଥାଏ। ଅସୀମ ଓ ଅନିୟନ୍ତ୍ରିତ ଯୌନ ସ୍ୱାଧୀନତା ପଶୁ ସହିତ ସମାନ ମୁକ୍ତ ଯୌନ ସମ୍ପର୍କ ଦ୍ୱାରା ସମାଜରେ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ସମାଜରେ ଅରାଜକତା ସୃଷ୍ଟି ହୋଇଥାଏ। ଅବଶ୍ୟ ଆଧୁନିକ ଯୁଗରେ ସମାଜ ମଧ୍ୟରେ ନାରୀମାନଙ୍କ ଅବସ୍ଥାରେ ଉନ୍ନତି ହୋଇଛି। ସମାଜର ପ୍ରତ୍ୟେକ କ୍ଷେତ୍ରରେ ନାରୀମାନେ ନିଜକୁ ନିୟୋଜିତ କରୁଛନ୍ତି ଏବଂ ସମାନ ଆଇନଗତ ଓ ରାଜନୈତିକ ଅଧିକାର ଉପଭୋଗ କରୁଛନ୍ତି। ନାରୀବାଦୀମାନଙ୍କ ମତରେ ଶିଶୁମାନଙ୍କ ଲାଳନ ପାଳନ ଦାୟିତ୍ୱ ସମାଜକୁ ଅର୍ପଣ କରାଯିବା ଆବଶ୍ୟକ, କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ସହଜ ନୁହେଁ। ସେବିକାମାନଙ୍କ ଦ୍ୱାରା ଶିଶୁମାନଙ୍କର ଲାଳନ ପାଳନ ଏକ ଅବାସ୍ତବ ଚିନ୍ତାଧାରା। ଏହାଦ୍ୱାରା ଶିଶୁ ପରିବାରରେ ବିକଶିତ ହେଉଥିବା ଉତ୍ତମ ଗୁଣାବଳୀ ଗୁଡ଼ିକ ଅଧିକାର ଦେଇପାରିବ ନାହିଁ। ପରିବାର, ବିବାହ, ବ୍ୟକ୍ତିଗତ ସମ୍ପତ୍ତି ଆଦି ପ୍ରାକୃତିକ ଅନୁଷ୍ଠାନଗୁଡ଼ିକୁ ଉଚ୍ଛେଦ କରିବା ସମ୍ଭବପର ନୁହେଁ। ପ୍ରାକୃତିକ ନ୍ୟାୟ ପରିବାର, ବିବାହ, ବ୍ୟକ୍ତିଗତ ସମ୍ପତ୍ତି ଆଦି ପ୍ରାକୃତିକ ଅନୁଷ୍ଠାନଗୁଡ଼ିକୁ ଉଚ୍ଛେଦ କରିବା ସମ୍ଭବପର ନୁହେଁ। ପ୍ରାକୃତିକ ନ୍ୟାୟ ପରି ସମାଜ ପାଇଁ ଏହି ପ୍ରାକୃତିକ ଅନୁଷ୍ଠାନଗୁଡ଼ିକ ଆବଶ୍ୟକ ଅଟନ୍ତି। ନାରୀବାଦୀ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଥାଏ, କିନ୍ତୁ ଏହା ଉଗ୍ର ରୂପ ଗ୍ରହଣୀୟ ନୁହେଁ। ବର୍ତ୍ତମାନ ଯୁଗରେ ନାରୀ ସଶକ୍ତିକରଣ ଓ ଅଂଶଗ୍ରହଣ ରାଷ୍ଟ୍ର, ବେସରକାରୀ ଅନୁଷ୍ଠାନ, ସରକାରୀ ଅନୁଷ୍ଠାନ ଓ ବିଭିନ୍ନ ଆନ୍ଦୋଳନର ପ୍ରମୁଖ କାର୍ଯ୍ୟ ଭାବରେ ଆବିର୍ଭୂତ ହୋଇଛି। ଏଇଠି ଭିଡ଼ିଓଟି ସରିଯାଇଛି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।